କେବେ ଏମିତି ହୋଇଛି ଆପଣ ଗୋଟିଏ ନାଁକୁ ବାରମ୍ବାର ଦେଖୁଛନ୍ତି ଆଉ ତାପରେ ସେଇ ନାଁ ବିଷୟରେ ଜାଣିବା ପାଇଁ ମନରେ କୌତୂହଳ ହୋଇଛି। ଆଜିର କାହାଣୀ ସେମିତି ଜଣେ ଛାତ୍ରର ଯିଏ ଗୋଟିଏ ନାଁ ବିଷୟରେ ଜାଣିବାକୁ ଯାଇ ପାଇଛି ଜୀବନର ସବୁଠୁ ବଡ଼ ଶିକ୍ଷା। କ'ଣ? ଆସନ୍ତୁ ଜାଣିବା। ଆକାଶ ବ୍ରହ୍ମପୁରରେ ପଢ଼ୁଥିଲା। ସକାଳେ କୋଚିଂ, ଦିନରେ ଲାଇବ୍ରେରୀ, ସନ୍ଧ୍ୟାରେ ରାମଲିଙ୍ଗେଶ୍ୱର ପାର୍କରେ କିଛି ସମୟ ବିତାଇଲା ପରେ ସାଇକେଲରେ ନିଜ ଭଡ଼ା ରୁମ୍କୁ ଫେରି ଯାଉଥିଲା। ସବୁଦିନ ପ୍ରାୟ ଏମିତି ହିଁ କଟୁଥିଲା। କିନ୍ତୁ ଗୋଟିଏ ଦିନ ଲାଇବ୍ରେରୀର କୋଣରେ ଥିବା ଗୋଟେ ଛୋଟ ଫଳକ ଉପରେ ତାର ଆଖି ପଡ଼ିଲା। ସେଠାରେ ଲେଖା ଥିଲା, ଏହି ପାଠାଗାରର ନବୀକରଣରେ ସହଯୋଗ ସୁରେଶ ନାୟକ। ଆକାଶ ଅଧିକ ଧ୍ୟାନ ଦେଲାନି। କିନ୍ତୁ କିଛି ଦିନ ପରେ ରାମଲିଙ୍ଗେଶ୍ୱର ପାର୍କର ଗୋଟିଏ ବେଞ୍ଚରେ ମଧ୍ୟ ସେହି ନାଁ। ତାପରେ ବସ୍ଷ୍ଟାଣ୍ଡ ପାଖରେ ପାଣି ଟାଙ୍କିରେ ମଧ୍ୟ ସେହି ନାଁ। ତାପରେ ପୁରୁଣା ସ୍କୁଲର କାନ୍ଥରେ ସେହି ନାଁ। ଆକାଶ ଏବେ ଭାବିବାକୁ ଲାଗିଲା, କିଏ ଏହି ସୁରେଶ ନାୟକ? ନେତା, ବ୍ୟବସାୟୀ ନା ସମାଜସେବୀ? ଏତେ ଜାଗାରେ ତାଙ୍କ ନାଁ ଅଛି, କିନ୍ତୁ ତାଙ୍କ ବିଷୟରେ କେହି କାହିଁକି କଥା ହେଉନାହାନ୍ତି? ପରଦିନ ଠାରୁ ସେ ଖୋଜିବା ଆରମ୍ଭ କଲା। ଚା ଦୋକାନୀକୁ ପଚାରିଲା, ଇଣ୍ଟରନେଟ୍ରେ ଖୋଜିବାକୁ ଚେଷ୍ଟା କଲା, ପାର୍କରେ ବସିଥିବା ଲୋକଙ୍କୁ ପଚାରିଲା। ଆଶ୍ଚର୍ଯ୍ୟର କଥା, ସମସ୍ତେ ନାଁଟି ଜାଣିଛନ୍ତି, କିନ୍ତୁ କେହି ତାଙ୍କ ବିଷୟରେ ଜାଣିନଥିଲେ। ଶେଷରେ ତାର କୋଚିଂ ସାର୍ ତାକୁ କହିଲେ, ଯଦି ସତରେ ଜାଣିବାକୁ ଚାହୁଁଛୁ ତେବେ ପୁରୁଣା ବସ୍ଷ୍ଟାଣ୍ଡ ପଛକୁ ଯା। ସେଠାରେ ଗୋଟେ ଛୋଟ ଘର ଥିଲା। ଘର ଭିତରେ ରହୁଥିଲେ ଜଣେ ବୃଦ୍ଧ ଲୋକ। ଆକାଶ ପଚାରିଲା, ଆଜ୍ଞା, ସୁରେଶ ନାୟକ କିଏ ଆପଣ ଜାଣିଛନ୍ତି କି? ବୃଦ୍ଧ ଲୋକଟି ହସିଦେଲେ। କହିଲେ, ଆଜିକାଲିର ପିଲାମାନେ ମଧ୍ୟ ତାଙ୍କୁ ଖୋଜୁଛନ୍ତି। କିଛି ସମୟ ଚୁପ୍ ରହିବା ପରେ ସେ କାହାଣୀ ଆରମ୍ଭ କଲେ। 50 ବର୍ଷ ପୂର୍ବରୁ ସୁରେଶ ନାୟକ ଏହି ସହରରେ ଜଣେ ସାଧାରଣ ଶିକ୍ଷକ ଥିଲେ। ଧନୀ ନୁହନ୍ତି, ପ୍ରଭାବଶାଳୀ ନୁହନ୍ତି, କେହି ବି ତାଙ୍କୁ ଚିହ୍ନି ନଥିଲେ। କିନ୍ତୁ ତାଙ୍କର ଗୋଟିଏ ଅଜବ ଅଭ୍ୟାସ ଥିଲା। ପ୍ରତିଦିନ ନିଜ ରୋଜଗାରରୁ ସେ କିଛି ଟଙ୍କା ଅଲଗା କରି ରଖୁଥିଲେ। ଲୋକମାନେ ତାଙ୍କ ଉପରେ ହସୁଥିଲେ, କହୁଥିଲେ ନିଜ ଘର ଠିକ୍ ନାହିଁ, ସମାଜ ବଦଳିବାକୁ ବାହାରିଛି। କିନ୍ତୁ ସୁରେଶ ବାବୁ କେବେ କାହାକୁ ଉତ୍ତର ଦେଉନଥିଲେ। ବର୍ଷ କଟିଗଲା, ଟଙ୍କା ଜମା ହେଲା। କେହି ଭାବୁଥିଲେ ସେ ଘର କରିବେ, କେହି ଭାବୁଥିଲେ ଜମି କିଣିବେ। କିନ୍ତୁ ଗୋଟିଏ ଦିନ ସେ ଗୋଟିଏ ସ୍କୁଲକୁ ପୁସ୍ତକ ଦେଲେ। କିଛି ବର୍ଷ ପରେ ପାର୍କରେ ଗୋଟିଏ ବେଞ୍ଚ ଲଗାଇଲେ। ତାପରେ ବସ୍ଷ୍ଟାଣ୍ଡରେ ପାଣି ଟାଙ୍କି ବନାଇଲେ। ଆଉ କିଛି ବର୍ଷ ପରେ ଲାଇବ୍ରେରୀ ପାଇଁ ପୁସ୍ତକ ଯୋଗାଇଲେ। ଆକାଶ ଆଶ୍ଚର୍ଯ୍ୟ ହେଲା, ଏତେ ଛୋଟ ଛୋଟ କାମ ପାଇଁ ଲୋକେ ତାଙ୍କୁ ଏତେ ମନେ କାହିଁକି ରଖିଛନ୍ତି? ବୃଦ୍ଧ ଜଣକ ଝରକା ବାହାରକୁ ଚାହିଁ କହିଲେ, ନା ବାବୁ, ଲୋକେ ତାଙ୍କୁ ଏଥିପାଇଁ ମନେ ରଖିନାହାନ୍ତି ଯେ ସେ କ'ଣ ଦେଇଥିଲେ। ଲୋକେ ତାଙ୍କୁ ମନେ ରଖିଛନ୍ତି କାରଣ ସେ ଯାହା ଥିଲା ସେଥିରୁ ଦେଇଥିଲେ। ସବୁବେଳେ ଅନ୍ୟକୁ ସାହାଯ୍ୟ ପାଇଁ ଆଗଭର ରହୁଥିଲେ। ଧନୀ ହେଲେ ଦେବି, ସମୟ ମିଳିଲେ କରିବି, ବଡ଼ ହେଲେ ସାହାଯ୍ୟ କରିବି, ଏମିତି ସେ କେବେ କହିନଥିଲେ। ସେ ଅପେକ୍ଷା କରିନଥିଲେ ଏବଂ ସେହି କାରଣରୁ ଆଜି ତାଙ୍କ ନାଁ ସହରର ଅନ୍ୟ ଅନ୍ୟ ଜାଗାରେ ବିଭିନ୍ନ ସ୍ଥାନରେ ଫଳକରେ ଲେଖାଯାଇଛି। କିନ୍ତୁ ଯେଉଁମାନେ ସବୁବେଳେ ଅପେକ୍ଷା କରିଚାଲିଲେ ତାଙ୍କ ନାଁ କେହି ମନେ ରଖିଲେ ନାହିଁ। ଘରକୁ ଫେରିବା ବେଳେ ଆକାଶ ପାର୍କର ସେହି ବେଞ୍ଚକୁ ଦେଖିଲା, ଲାଇବ୍ରେରୀକୁ ଦେଖିଲା, ପାଣି ଟାଙ୍କିକୁ ଦେଖିଲା। ପ୍ରଥମ ଥର ପାଇଁ ସେ ସେହି ଜିନିଷ ଗୁଡ଼ିକୁ ଦେଖୁନଥିଲା, ସେ ଜଣେ ମଣିଷର ଚିନ୍ତାଧାରାକୁ ଦେଖୁଥିଲା। ସେହିଦିନ ଆକାଶ ବୁଝିଗଲା, ଜୀବନରେ ବଡ଼ କାମ କରିବା ପାଇଁ ବଡ଼ ଲୋକ ହେବା ଜରୁରୀ ନୁହେଁ, ବଡ଼ ହୃଦୟ ଥିବା ଜରୁରୀ। ଯଦି ଏହି କାହାଣୀ ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ସେହି ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ଯିଏ ସବୁବେଳେ ଭାବନ୍ତି ସମୟ ଆସିଲେ କରିବି। କାରଣ ଭଲ କାମ ପାଇଁ ସଠିକ୍ ସମୟ କେବେ ଆସେ ନାହିଁ, ତାହାକୁ ଆରମ୍ଭ କରିବାକୁ ପଡ଼େ। ଧନ୍ୟବାଦ।